हेलो भाई नमस्ते जय जगन्नाथ राज अनन्या यूट्यूब चैनल समस्त स्वागत वेलकम। तो आज आम बाहर चरंपा ऐतिहासिक भद्रक काली पूजा गमन कली। तो मु एका भी नुह मो सांगे भाई आम दी जन जाऊे यात्रा देखापी आसतु केमी कौन यात्राटी आम जाऊे 4-6टी पार्टी पड़ी भर आम जा इंद्रभवन देखापी केते कौन जनगहली अच्छी आम भी शुणीचु नौंक दुर्भिज्ञ नाटक भल नाटक। तो केते कौन लोक होती ऑडियंस केते दर्शक होती भर आम देखा ये केते समय लगुच आम जाना से विषय आसतु जीवा। आमर यहाँ मुख्य रास्ता माने जामझाड़ कनेक्ट होती चरंपा को। तो देखिपे रास्ता दी आम अतिक्रम करवा चरंपा को देखा आसतु दुई पाखे देखिपे गाड़ी गुड़ा सब चलती आम जमी पहुँचा राति तो 11टा पाखापाखि हो गला। तो आम लेट कर सारे तापर भी आम जावाई चेष्टा करचे देखा आमको आज टिकेट मिल कि न मिल तो आम सन्देह अच्छा। तो आसतु देखा जाना से विषय। तो रोड है जातीय 16 नंबर रोड को कनेक्ट होती लाइट अच्छी बहुत सुंदर आकार सिस्टम बहुत भल अच्छे आम हिसाब से आम भद्रक माने दुई पाखे लाइट अच्छी सिस्टम बहुत भल अच्छी। देखिपे चरंपा अभिमुखा आम पहुँच गले आम ये राइट साइड कटा कहीं आम तो ओभर ब्रिज जापर ना कहीं जेहेतु पार्टीटा आमर जो इंद्रभवन भितर पड़ी देखिपे गेट ये। हाँ चरंपा अभिमुखे देखिए गेट आम तल रास्ता देखिए आम जाम पड़ो तोते छाड़ के मिति मु कुआड़ को जीवी तो साथी रे आजी अछि काली बिथिबी तो साथी रे आजी अछि काली बिथिबी तो साथी रे आजी अछि तो साथी रे आजी अछि काली की बिथिबी हाथ धरी तो साथी बाट चलिबी हाथ धरी तो साथी रे बाट चलिबी। जीव माई
ଆଉ ଭିଡ଼ ଭିତରୁ ଆମେ ବାହାରିଲେ ଏବେ ଜଷ୍ଟ ଦେଖିପାରୁଥିବେ ଟିକେ ସେଠିକା ଭିଡ଼ ଅପେକ୍ଷା ଏବେକାର ପ୍ଲେସ୍ ମାନେ କେତେ ଶାନ୍ତି ଲାଗୁଛି। ଯାହା ହଉ ଯେହେତୁ କମ୍ପିଟିସନ୍ ଯାତ୍ରା ବି ହେଉଛି ପ୍ଲସ୍ ଚରମ୍ପା ଐତିହାସିକ କାଳୀପୂଜା ପାଇଁ ଭିଡ଼ ତ ରହିବ ନା ଯେମିତି ହେଲେ। ତ ଯାହା ହଉ ବହୁତ ସୁନ୍ଦର ଆକାରରେ କମିଟି ମାନେ ଟିମ୍ସ ଅଛନ୍ତି ସବୁ ଶୃଙ୍ଖଳିତ ହିସାବରେ ତାଙ୍କୁ ଗୋଟେ ଗୋଟେ କରି ସାଇଡ୍ କଲେ। ତ ଆସନ୍ତୁ ଦେଖିବା ଆହୁରି ଆଗକୁ ଆଗକୁ କ'ଣ ଅଛି କେତେ ସୁନ୍ଦର ସୁନ୍ଦର ଲୋକ ବି ଦେଖନ୍ତୁ କେତେ ବହୁତ ଶୃଙ୍ଖଳିତ ହିସାବରେ ଭିଡ଼ ବି ଅଛି। ଆମକୁ ବି ସାଉଣ୍ଡ ଆବାଜ ଆସି ସାରିଲାଣି ମାଇକି ବାଜୁଛି ଦେଖିପାରୁଥିବେ। ଆମେ ଆସି ପହଞ୍ଚିବୁ ହେଲେ ଯାତ୍ରା ଇନ୍ଦ୍ର ଭବନ ବ୍ୟାନର ପାଖରେ ଆମେ ପହଞ୍ଚିଲା ଦେଖିପାରୁଥିବା ଟ୍ରକ୍ ଇନ୍ଦ୍ର ଭବନ। ଯାହା ହଉ ଆମେ ଦେଖିପାରୁଥିବେ ଏଇଟା ହେଲା ଏବେ ଇନ୍ଦ୍ର ଭବନ ଗେଟ୍ଟି ଦେଖନ୍ତୁ କେତେ ଲୋକ ଫୋକ ଦେଖନ୍ତୁ। ତ ଆପଣମାନେ ଦେଖିକି ଜାଣିପାରୁଥିବେ ଜନଗହଳି। ତ ଯେଉଁ ଭାଇରାଲ ନାଟକ ନଅଙ୍କ ଦୁର୍ଭିକ୍ଷ ତ ମୋତେ ଲାଗୁଛି ସେଥିପାଇଁ ଜନଗହଳି ବହୁତ ଭିଡ଼ ଅଛି। ଆମକୁ ଟିକେଟ୍ ମିଳିବ କି ନାହିଁ ସେ କଥା ସନ୍ଦେହ ଘେରରେ ଆମେ ଅଛେ। ତ ତାପରେ ବି ଆମେ ଯିବା ଟିକେଟ୍ କରିବା। ଦେଖୁଥିବେ ଗେଟ୍ ବହୁତ ସୁନ୍ଦର ଆକାର ହେଇଛି, ବହୁତ ବଢ଼ିଆ ହେଇଛି। ବହୁତ ଭିଡ଼ ତ ପ୍ରବଳ ଦେଖିକି ମୁଁ ତ କହିବା ପୂର୍ବରୁ ଆପଣ ଜାଣିପାରୁଥିବେ ଗାଡ଼ି ବି ଦେଖିପାରୁଥିବେ ବାଇକ୍ କେତେ ଭିଡ଼ ଅଛି। ଦେଖନ୍ତୁ ନଅଙ୍କ ଦୁର୍ଭିକ୍ଷ ବିନୋଦ ବିଭିନ୍ନ ନାଟକଟି ବହୁ ପୌରାଣିକ ନାଟକ ଲାଗୁଛି ମୋତେ। ତ ଆପଣମାନେ ଦେଖିଲେ ଜାଣିବେ କେମିତି କ'ଣ ଆପଣ ପୌରାଣିକ କି କ'ଣ। ତ ଦେଖନ୍ତୁ ଗେଟ୍ ପୂର୍ବରୁ ରାସ୍ତା ପାଖରୁ ଲାଇନ୍ ଅଛି ଯେ ଧାଡ଼ି ପୁରାପୁରି ଗେଟ୍ ପର୍ଯ୍ୟନ୍ତ ମାନେ ଏତେ ଲୋକ ହେଇଛି ସେ ନାଟକରେ। ଲୋକଟି ପ୍ରାୟ ଭଲ ହେଇଥିବ ନହେଲେ ଏତେ ଲୋକ କ'ଣ ପାଇଁ ହୁଏ। ତ ଆସନ୍ତୁ ଦେଖିବା ଭିତର କେତେ, ବାହାରେ ତ ଏତିକି ଭିତର କେତେ। ତା ଭିତରେ ବି ଗାଡ଼ି ବି ଆମେ ଦେଖିପାରୁଥିବେ ସମ୍ପୂର୍ଣ୍ଣ ଗାଡ଼ି ଗୁଡ଼ା ଦେଖନ୍ତୁ କେତେ ବାଇକ୍ ଗୁଡ଼ା କେତେ ଜାମ୍ ହେଇକି ଅଛି। ଭାଇ ଲୋକ ତ ଏତେ ମାନେ ବାଇକ୍ ତ ନିଶ୍ଚୟ ରହିବ ନା। ଆଉ ଲୋକ କ'ଣ ଉଡ଼ିକି ଆସିବେ କି ବାଇକ୍ରେ ହିଁ ଆସିବେ ନା। ତ ବାଇକ୍ ବାଲା ବି ଆଜିଆ କ୍ଷେତ୍ରରେ କହିଲେ ସିଏ ବି ମାଲାମାଲ କାହିଁକିନା ମ୍ୟାକ୍ସିମମ୍ ବାଇକ୍ ଗୋଟା 30 କି 40 ଟଙ୍କା କି 50 ଟଙ୍କା ନେଉଥିବେ ସେଇ ଆଜ୍ଞା ତୁଳନା କରିଦେବେ। ବହୁତ ବଢ଼ିଆ ଯାହା ହଉ ବେପାର ବହୁତ ଭଲ ରଙ୍ଗ ହେଉଛି। ଯେହେତୁ ପାର୍ଟି ପାଖରେ ଷ୍ଟାଣ୍ଡ କରିବାଟା ବହୁତ ସୌଭାଗ୍ୟର କଥା ମୋତେ ଲାଗୁଛି କାହିଁକିନା ଏଇଭଳିଆ ଷ୍ଟାଣ୍ଡ କଲେ ହିଁ ଭଲ ହଉ। ଆସନ୍ତୁ ଆମେ ଭିତରକୁ ଯିବା, ଭିତରେ କ'ଣ କେମିତି ଅଛି ଦେଖିବା। ତ ଆମେ ଆସି ପହଞ୍ଚିଗଲେ ତାଙ୍କର ଦେଖିପାରୁଥିବେ ଏଇ ଯେଉଁ ଫିତା କଟା ହେବ ପ୍ରଥମ ଦିନ ତ ଫିତା କଟା ହେବ। ତ ଦେଖନ୍ତୁ କ'ଣ ହେଉଛି ଫିତା କେମିତି କଟା ହେଉଛି କିଏ କାଟୁଛନ୍ତି। ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯିବ। ମନୋଜ ନାୟକ ଯିଏକି ଏ ସଂସ୍ଥାର ସମସ୍ତ ଉତ୍ତରୀୟ ଦାୟିତ୍ୱ ନେଇଛନ୍ତି। ମନୋଜ ନାୟକ ପରିଚାଳକ ଇନ୍ଦ୍ର ଭୁବନ ଯାତ୍ରାର ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରିବା ପାଇଁ ମୁଁ ଅନୁରୋଧ କରୁଛି। ହିମାଂଶୁ ବେହେରା ଅନୁରୋଧ କରୁଛି ମନୋଜ ସାର୍ଙ୍କୁ ଉତ୍ତର ଦେଇ ସମ୍ବର୍ଦ୍ଧନା କରାଯାଉ। ଡକ୍ଟର ଅର୍ଜୁନ ମଲ୍ଲିକଙ୍କୁ ସୁଶାନ୍ତ ସାମଲ ଉତ୍ତର ଦେଇ ସମ୍ବର୍ଦ୍ଧନା କରିବେ। ମୁଁ ଅନୁରୋଧ କରିବି ମନୋଜ ନାୟକ ଯିଏକି ଯାତ୍ରା ଇନ୍ଦ୍ର ଭୁବନର ପରିଚାଳକ ଏବଂ ଯାତ୍ରା ଜୁଏଲ ମନୋଜ ନାୟକ ଅସିତ ପଟ୍ଟନାୟକଙ୍କ ସହିତ ମଞ୍ଚକୁ ଉଦ୍ଘାଟନ କରିବେ। ବୁଲୁ ଭାଇ ମୁଁ ଅନୁରୋଧ କରିବି ମନୋଜ ନାୟକଙ୍କୁ 2 ପଦ ତାଙ୍କର ବିବରଣୀ ରଖିବେ। ମନୋଜ ଭାଇ। जय जगन्नाथ। धन्यवाद मोर अगणित दर्शक बंधु जो माने आज प्रथम रात्रि रे ये ऐतिहासिक
ଚରମ୍ପା କାଳୀ ପୂଜା ମେଳାକୁ ଅନେକ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଆପଣମାନେ ଯାତ୍ରା ଇନ୍ଦ୍ରଭୁବନକୁ ଚୁଜ୍ କରି ଏଠି ଆସି ବସିଛନ୍ତି। ଧନ୍ୟବାଦ ଦେବି ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିତ୍ୱ ତଥା ସମ୍ମାନସ୍ପଦ ବ୍ୟକ୍ତିତ୍ୱମାନଙ୍କୁ, ଗୁରୁ ଭାଇଙ୍କୁ ଏବଂ ସମସ୍ତଙ୍କୁ ମୁଁ ଏତିକି କହିବି, ଏ ଚରମ୍ପା ଯାତ୍ରା ଇନ୍ଦ୍ରଭୁବନକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ଖାଲି ଏଠି ଚାରି ଥର ଆସି। ତେଣୁ ଆପଣମାନଙ୍କର ସେହି ଆଶୀର୍ବାଦ, ଭଲ ପାଇବା, ଆନ୍ତରିକତାକୁ ଆମେ ଆପଣମାନଙ୍କ ଠାରୁ ଆଶା କରି ଆମେ ଆଗେଇ ଚାଲିଛୁ ଏବଂ ଆଗେଇ ଚାଲିବୁ ମଧ୍ୟ। ଆଜିର ଯେଉଁ ନାଟକ ନିଶ୍ଚିତ ଭାବରେ ଆପଣ ଶେଷ ପର୍ଯ୍ୟନ୍ତ ଦେଖିବେ। ମୁଁ ଅନୁରୋଧ କରିବି, ଏ ନାଟକକୁ ଶେଷ ପର୍ଯ୍ୟନ୍ତ ନ ଦେଖିଲେ ଆପଣମାନେ ଠିକ୍ ଭାବରେ ବୁଝିପାରିବେନି। ଏ ନାଟକ ଏକ ଅନ୍ୟ ନାଟକ ଠାରୁ ନିଶ୍ଚିତ ଭାବରେ ପଦାକୁ ଯାଇଛି, ବାହାରକୁ ଯାଇଛି। ଏହା ଏକ ଟ୍ରେଡ୍ ଚେଞ୍ଜ କରିଛି ଏବଂ ସେଥିପାଇଁ ଆମେ ଅନେକ ରିସ୍କ ନେଇଛୁ। ଆଉ ଭଦ୍ରକ ହେଉଛି କଳାର ମାଟି। ଏ କଳାକାରକୁ ଭଲ ପାଉଥିବା କଳାକାର ମାଟି, ଅନେକ କଳାକାରଙ୍କୁ ଜନ୍ମ ଦେଇଥିବା କଳାକାର ମାଟି। ବିଶେଷ କରି 120 ବର୍ଷ ତଳେ ଯାତ୍ରାକୁ ସୃଷ୍ଟି କରିଥିବା ମୋଗଲ ତାମସା ଏହି ଭଦ୍ରକରୁ ସୃଷ୍ଟି ହେଇଥିଲା। ତାପରେ ଯାତ୍ରା ଆରମ୍ଭ ହେଇଛି। ତେଣୁ ଏଇଠି ପଣ୍ଡା ସାର୍ଙ୍କର ଜନ୍ମ, ଯିଏ ଯାତ୍ରାକୁ ଆଗକୁ ନେଇଛନ୍ତି। ତେଣୁ ଆପଣମାନଙ୍କୁ ମୁଁ ଏ ମାଟିକୁ, ଦର୍ଶକ ବନ୍ଧୁଙ୍କୁ ବିନମ୍ର ଅନୁରୋଧ କରୁଛି, ଏ ନାଟକଟିକୁ ଦେଖିବେ, ନିଶ୍ଚୟ ଆପଣମାନଙ୍କୁ ଭଲ ଲାଗିବ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରି ରହୁଛି। ନମସ୍କାର, ଜୟ ହିନ୍ଦ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଆମର ଏ କମିଟିର ସଭାପତି ଡକ୍ଟର ଅର୍ଜୁନ ମଲ୍ଲିକଙ୍କୁ, ସେ ଏ ବିଷୟରେ, ଏ ଯାତ୍ରା ବିଷୟରେ, ଯେଉଁ ଐତିହାସିକ ଯାତ୍ରା ବିଷୟରେ ଦୁଇ ପଦ କହିବେ। ପୂର୍ବରୁ ଏଠି ବୌଦ୍ଧ ଧର୍ମ ନଥିଲା। ଶ୍ରୀକୃଷ୍ଣଙ୍କ ପୂର୍ବରୁ ରାମ ଥିଲେ, ରାମଙ୍କ ପୂର୍ବରୁ ପରଶୁରାମ ଥିଲେ, ପରଶୁରାମଙ୍କ ପୂର୍ବରୁ ବାମନ ଥିଲେ। ଓଡ଼ିଶା ପୂର୍ବରୁ ଉତ୍କଳ ଥିଲା, ଉତ୍କଳ ପୂର୍ବରୁ କଳିଙ୍ଗ ଥିଲା, କଳିଙ୍ଗ ପୂର୍ବରୁ ଉଟ୍ଟ ଥିଲା। ଆମ ଇତିହାସ ପ୍ରାଚୀନ, ଆମ ଭାଷା ପ୍ରାଚୀନ, ଆମ କଳା ସାହିତ୍ୟ ପ୍ରାଚୀନ, ଆମ ସ୍ଥାପତ୍ୟ ପ୍ରାଚୀନ, ଆମ ପରମ୍ପରା ପ୍ରାଚୀନ, ଆମ ଜଗନ୍ନାଥ ଆମ ପାଇଁ ସବୁକିଛି। ଚାଲନ୍ତୁ ସମସ୍ତେ ଏକ ସ୍ୱରରେ କହିବା, ଜୟ ଜଗନ୍ନାଥ ସ୍ୱାମୀ କି ଜୟ। ଅନନ୍ୟ ଚତଃ ସତତಂ च मां स्मरत नित्यसः तस्य हम सुलभः पार्थ नित्य ଯୁକ୍ତस्य ଯୋଗିନଃ। ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ, ହେ ଅର୍ଜୁନ, ଯେ ନିରନ୍ତର ଭାବରେ ମୋ ଚିନ୍ତାରେ ମଗ୍ନ ଥାଏ, ମୁଁ ତାକୁ ଅତି ସହଜରେ ପ୍ରାପ୍ତ ହୋଇଥାଏ। ଆସନ୍ତୁ ଦର୍ଶକ ବନ୍ଧୁ, ଇନ୍ଦ୍ର ଦରବାର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆପଣମାନଙ୍କ ସାମ୍ନାକୁ ନେଇ ଆସୁଛୁ ଏକ ଭକ୍ତି ଭାବପୂର୍ଣ୍ଣ ଓଡ଼ିଆ ଭଜନ, ହେ ସାରଥୀ। ଏ ଭଜନକୁ ଆପଣମାନଙ୍କ ସାମ୍ନାକୁ ନେଇ ଆସୁଛନ୍ତି ଆମ ଅନୁଷ୍ଠାନର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମିଷ୍ଟର ନାମ କୁମାର।